ମାନେ ବର୍ତ୍ତମାନ ମୁଚୁକୁନ୍ଦ କହିଲେ ହେ ଭବାନ ଇହ ତୁମେ କିଏ ସେ ଏ ଗୁମ୍ଫା ଭିତରକୁ ଆସିଲ କେମିତି? ତୁମେ ଅତ୍ୟନ୍ତ ତୁମର ପାଦ କୋମଳ ଜଣାପଡ଼ୁଛି, ଇଏ କଣ୍ଟା ବୁଦା ପଥୁରିଆ ରାସ୍ତା, ୟାକୁ ପାରି ହେଇକି ଏ ଭିତରେ ପଶିଲ କେମିତି? ତୁମେ ସମସ୍ତ ତେଜସ୍ୱୀ, ଯେତେ ତେଜସ୍ୱୀ ମାନେ ଅଗ୍ନି ସୂର୍ଯ୍ୟ ଏ ସବୁ ତେଜସ୍ୱୀ, ତାଙ୍କର ତେଜ ତୁମେ, ମୁଁ ଯାହା ଜାଣୁଛି, କାରଣ ତୁମ ଶରୀରରୁ ତ ତେଜ ବାହାରୁଛି, ତେଣୁ ତାହେଲେ ତୁମେ ଭଗବାନ, ଭଗବାନ ହିଁ ତେଜସ୍ୱୀ। ତେଣୁ ତୁମେ ଭଗବାନ ନା ବିବାହ ମାନେ ଅଗ୍ନି, ନା ସୂର୍ଯ୍ୟ, ସୋମ ମାନେ ଚନ୍ଦ୍ର, କିମ୍ବା ମହେନ୍ଦ୍ର ମାନେ ଇନ୍ଦ୍ର, ମହେନ୍ଦ୍ର ବା ଲୋକପାଳ, ଅଥବା ଯେଉଁ 10 ଦିଗପାଳ ଇନ୍ଦ୍ର, ଅଗ୍ନି, ଯମ, ନୈଋତ, ବରୁଣ, ବାୟୁ, କୁବେର, ଈଶାନ, ବ୍ରହ୍ମା, ଅନନ୍ତ, ଏସବୁ ଦେବତା ଲୋକପାଳ। ତେଣୁ ତୁମେ କିଏ ସେ? କିନ୍ତୁ ନିଶ୍ଚିତ ତୁମେ ସାଧାରଣ ମାନବ ନୁହଁ, ଦେବତା। କାରଣ ତୁମ ଶରୀରରୁ ଜ୍ୟୋତି ବାହାରୁଛି, ଇଏ ପଥୁରିଆ ରାସ୍ତା, ୟା ଭିତରୁ ଜଣେ ଅନ୍ଧକାର ଭିତରୁ ଗୁମ୍ଫା ଭିତରୁ କାହିଁକି ଆସିବ? ତେଣୁ ତୁମେ ଭଗବାନ। ମନ୍ୟେ ତ୍ୱାଂ ଦେବଦେବାନାଂ ତ୍ରୟାଣାଂ ପୁରୁଷୋର୍ଷଭ ଯତ୍ ବାଧସେ ଗୁହାଧ୍ୱାନ୍ତଂ ପ୍ରଦୀପ ପ୍ରଭୟା ଯଥା। ତଥାପି ମୁଁ ଏତେ ସବୁ ଦେବତା ନାଁ କହିଦେଲେ ପୁଣି କହୁଛନ୍ତି, ମୁଁ ଏତିକି ମନେ କରୁଛି ତୁମେ ଦେବତାମାନଙ୍କର ଦେବତା 3 ଜଣ, କିଏ? ବ୍ରହ୍ମା, ବିଷ୍ଣୁ, ଶିବ। ଏ ତ୍ରିଦେବ ହେଉଛନ୍ତି ସବୁଠାରୁ ଶକ୍ତି ସମ୍ପନ୍ନ ବରଦବା ବ୍ୟକ୍ତି। ଏ ବ୍ରହ୍ମଙ୍କର କାର୍ଯ୍ୟକୁ ନେଇକରି ଗୋଟେ ଗୋଟେ ପଦବୀ ସୃଷ୍ଟି କଲେ ବ୍ରହ୍ମା, ପାଳନ କଲାବେଳେ ତାଙ୍କର ନାଁ ବିଷ୍ଣୁ, ସଂହାର କଲାବେଳେ ସେଇ ବ୍ରହ୍ମ ପଦାର୍ଥ ଶିବ ହେଇଯାଆନ୍ତି। ଏଇ ଗୋଟେ ଗୋଟେ ଉପାଧି ତାଙ୍କର ନାଁ କାମକୁ ନେଇକରି ଉପାଧି ମିଳିଛି। ତେଣୁ ହେ ପୁରୁଷ ସିଂହ ବା ପୁରୁଷ ଶ୍ରେଷ୍ଠ, ଆପଣ ଦେବତାମାନଙ୍କର ଦେବତା ଏବଂ ନିଶ୍ଚୟ ତ୍ରୟାଣାଂ ଦେବାନାଂ, 3 ଦେବତାଙ୍କ ଭିତରୁ ତୁମେ ଜଣେ, ବ୍ରହ୍ମା, ବିଷ୍ଣୁ, ଶିବଙ୍କ ଭିତରୁ ଜଣେ କିଏ ହେଇଥିବ। ଯଦ୍ ବାଧସେ ଗୁହାଧ୍ୱାନ୍ତମ୍, ଇଏ ଗୁମ୍ଫାଟା ସମ୍ପୂର୍ଣ୍ଣ ଅନ୍ଧକାର ଦ୍ୱାରା ପରିପୂର୍ଣ୍ଣ ହୋଇକି ଥିଲା। ବର୍ତ୍ତମାନ ପ୍ରଦୀପ ପ୍ରଭା, ସତେ ଯେମିତି ଗୋଟେ ଦୀପ ଜଳୁଛି, ଗୋଟେ ଆଲୋକ ପିଣ୍ଡ ଏଇଠି ଅଛି। ଏ ପ୍ରକାର ଏଇ ଅନ୍ଧକାର ଗୁମ୍ଫାକୁ ଆପଣ ଆଲୋକିତ କରିଦେଉଛନ୍ତି ଶରୀରର ଜ୍ୟୋତିରେ, କିଛି ଆପଣଙ୍କ ହାତରେ ନାହିଁ। ତେଣୁ ତୁମେ ସାଧାରଣ ଦେବତା ନୁହଁ, ଏ ବ୍ରହ୍ମା, ବିଷ୍ଣୁ, ଶିବଙ୍କ ଭିତରୁ ଜଣେ କିଏ? ଶୁଶ୍ରୂଷତାଂ ଅବ୍ୟଳିକଂ ଅସ୍ମାକଂ ନରପୁଙ୍ଗବ ସ୍ୱଜନ୍ମ କର୍ମ ଗୋତ୍ରಂ ବା କଥ୍ୟତାଂ ଯଦି ରୋଚତେ। ଆଉ ଶୁଶ୍ରୂଷତାଂ, ଶୁଶ୍ରୂଷତାଂ ଅବ୍ୟଳିକମ୍, କହିଲେ ହେ ପୁରୁଷ ଶ୍ରେଷ୍ଠ, ଯଦି ଆପଣ ଚାହୁଁଛନ୍ତି, ଯଦି ଆପଣଙ୍କର ଇଚ୍ଛା ହେଉଛି, ମୁଁ ତ ପ୍ରଶ୍ନ କରିନି ତୁମେ କିଏ, କ'ଣ, କାହିଁକି ଆସିଛ, ସବୁ କଥା କହିସାରିଲି। ଯଦି ଆପଣଙ୍କର ମୋର ଉତ୍ତର ଦେବାକୁ ଇଚ୍ଛା, ତେବେ ତୁମର ଜନ୍ମ ମାନେ କାହାର ପୁଅ, କର୍ମ କ'ଣ କର୍ମ କରିବା ପାଇଁ ତୁମେ ଆସିଛ, ଗୋତ୍ର କେଉଁ କୂଳରେ ଜନ୍ମ, କଥ୍ୟତାଂ ଯଦି ରୋଚତେ, ଯଦି ତୁମ ମନ ହେଉଛି ମୋ ପ୍ରଶ୍ନର ଉତ୍ତର ଦିଅ, ନଦେଲେ ମୁଁ କ'ଣ ତୁମକୁ ବାଧ୍ୟ କରୁଛି। ତଥାପି ମୋର ଜାଣିବାକୁ ଜିଜ୍ଞାସା ହେଉଛି ତୁମେ କିଏ ସେ? ଜ୍ୟୋତିରେ, ତୁମର ଜ୍ୟୋତିରେ ଏ ଅନ୍ଧକାର କୁଡ଼ିଆଟା ଗୁମ୍ଫାଟାକୁ ଆଲୋକ କରିଦେଲଣି। ତେଣୁ ତୁମେ ଭଗବାନ ବୋଲି ମୁଁ ଜାଣୁଛି, ତୁମେ କିଏ ସେ ମୋତେ ଟିକେ କହ। ବୟନ୍ତୁ ପୁରୁଷ ବ୍ୟାଘ୍ର, ତାପରେ ତୁମର ବି ମୋତେ ପ୍ରଶ୍ନ କରିବା ଦରକାର ନାହିଁ, ମୁଁ ମୋ ପରିଚୟ ତୁମକୁ ଦେଇଦେଉଛି, ଶୁଣ। ମୁଁ ହେଉଛି ବୟନ୍ତୁ ପୁରୁଷ ବ୍ୟାଘ୍ର। କହିଲେ ହେ ପୁରୁଷ ବ୍ୟାଘ୍ର, ଐକ୍ଷ୍ୱାକି କ୍ଷତ୍ରବନ୍ଧବ, ମୁଁ ହେଉଛି ଇକ୍ଷ୍ୱାକୁ ବଂଶର ରାଜା ମାନ୍ଧାତାଙ୍କର ପୁଅ ମୁଚୁକୁନ୍ଦ। ନିଜର ପରିଚୟ ଦେଇଦେଲେ। ମୁଚୁକୁନ୍ଦ ଇତି ପ୍ରୋକ୍ତ ଯୌବନାସ୍ୱାତ୍ମଜ ପ୍ରଭୋଗ
ମୁଁ ଯୁବନାଶ୍ୱଙ୍କର ପୁତ୍ର। ଯୁବନାଶ୍ୱ ନନ୍ଦନ ମହାରାଜା ମାମ୍ଭାପା ତାଙ୍କ ପୁଅ। ଆହା ଯୌବନାଶ୍ୱ ଆତ୍ମଜମ୍। ଯୁବନାଶ୍ୱ ହେଲେ ଗୋଟେ ଜଣେ ରାଜା, ତାଙ୍କ ପୁଅ ମାମ୍ଭାତା, ତାଙ୍କ ପୁଅ ହେଉଛି ମୁଁ। ତିନି ପୁରୁଷ ଏକାଥରେ କହିଦେଲେ। ତେଣୁ ଚିର ପ୍ରଜାଗର ଶ୍ରାନ୍ତ ନିଦ୍ରୟା ଉପହତେନ୍ଦ୍ରିୟ ଶୟେ ଅଶ୍ୱିନୀ ବିଜନେ କାମମ୍ କେନାପି ଉତ୍ଥାପିତୁ ଅଧୁନାଙ୍ଗା। ଚିର ପ୍ରଜାଗର ଶ୍ରାନ୍ତ। ରାତି ଦିନ ଅନିଦ୍ରା ହେଇକିରି କିଛି ବିଶ୍ରାମ ନ କରି ଦୀର୍ଘଦିନ ଦେବତାମାନଙ୍କ ତରଫରେ ରହି ରାକ୍ଷସମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲି। ତେଣୁ ଶ୍ରାନ୍ତ ହେଇଗଲି। ଶ୍ରାନ୍ତ ଏବଂ କ୍ଳାନ୍ତ ହେଇଯାଇଛି। ତେଣୁ ବାଧ୍ୟ ହୋଇକିରି ନିଦ୍ରୟା ଉପହତ ଇନ୍ଦ୍ରିୟ, ମୋତେ ଏ ପ୍ରକାର ନିଦ ଲାଗିଲା ସବୁ ଇନ୍ଦ୍ରିୟମାନେ ସବୁ ନିସ୍ତେଜ ହେଇଗଲେ। ତେଣୁ କ'ଣ କଲି? ଶହେ ଅଶ୍ୱିନୀ ବିରଜେ କାମମ୍ ବିଜନେ। ତେଣୁ ଜନଗହଳି ରହିତ ଇଏ ଗୁମ୍ଫାକୁ ଆଶ୍ରୟ କରିକିରି ମୁଁ ଶୋଇଯାଇଥିଲି। ମୁଁ ଏତେ କ୍ଳାନ୍ତ ଥିଲି ଯେ ମୁଁ ସିଆ ବର ମାଗିଲି ଦେବତାମାନଙ୍କୁ, ମୋତେ ଏଠି ଶୁଆଇଦେଲେ ସେ ଆଣିକିରି। କାମଂ କେନ ଅପି ଉତ୍ଥାପିତ ଅଧୁନା। କିନ୍ତୁ ବର୍ତ୍ତମାନ ମୋତେ କିଏ ଜଣେ ଉଠେଇଦେଲା, ଯାହାଫଳରେ ମୁଁ ଉଠିଛି। ସୁପି ଭସ୍ମୀକୃତ ନୂନମ୍ ଆତ୍ମୀୟେନ ଏବ ପାପ୍ୟନା। ଅନନ୍ତରମ୍ ଭବାନ୍ ଶ୍ରୀମାନ୍ ଲକ୍ଷିତୋ ଅମିତ୍ର ସାତନ। ତେଣୁ ସେ ଲୋକଟା ଯିଏ ମୋତେ ଉଠେଇଲା ସେ ବର୍ତ୍ତମାନ ଭସ୍ମ ହେଇସାରିଲାଣି। ସେ ମରିବା ପରେ ପରେ ଆପଣ ଆସିକି ଦେଖାଦେଲେ। ଆତ୍ମୀୟନ ଏବ ପାପନା। ନିଜର ପାପ ଦ୍ୱାରା, ପାପ ସେ କର୍ମଫଳ ତ ଭୋଗିବାକୁ ବାଧ୍ୟ। ତେଣୁ ସେ ଯେମିତି କର୍ମ କଲା ସେମିତି ପାଇଲା। ସେ ପାପୀଟା ମୋତେ ଉଠେଇଲେ ହିଁ ମରିବ, ସେ ଜାଣିନଥାଇପାରେ। ତେଣୁ ମୋତେ ଉଠେଇଲା ଏବଂ ମଲା, ତା ପାପ କର୍ମର ଫଳ ସିଏ ଭୋଗିଲା, କିଛି ଅସୁବିଧା ନାହିଁ। ଅନନ୍ତରମ୍ ଭବାନ୍, ସିଏ ମଲା ପରେ ତ ଆପଣ ଆସିକି ଦେଖାଦେଲେଣି। ଲକ୍ଷିତ ଅମିତ୍ର ସାତନ। ଅମିତ୍ର ମାନେ ଶତ୍ରୁମାନଙ୍କୁ ବିନାଶ କରିବାର ଦକ୍ଷତା ଥିବା ଆପଣ ଆସିକିରି ମୋତେ ଦେଖାଦେଲେଣି। ଏ କଥା ମୁଚୁକୁନ୍ଦ କହିଲେ। ତେଜସା ତେ ଅବିଷୟେଣ ଭୂରି ଦ୍ରଷ୍ଟୁଂ ନ ଶକ୍ନୁମଃ। ତେ ତେଜସା ଅବିଷୟେଣ ତେଜସା। ତୁମର ଶରୀରରୁ ଯେଉଁ ତେଜ ବାହାରୁଛି ତାକୁ ଜଣେ କିଏ ସହ୍ୟ କରିପାରିବନି। ଅସହ୍ୟ ତେଜ ବାହାରୁଛି। ଅବିଷୟେଣ ତେଜସା ଭୂରି ଦ୍ରଷ୍ଟୁଂ ନ ଶକ୍ନୁମଃ। ଏତେ ତେଜ ବାହାରୁଛି ଯେମିତି ସୂର୍ଯ୍ୟ କିରଣକୁ ଚାହିଁ ହେବନି ଖାଲି ଆଖିରେ, ଠିକ୍ ସେଇଭଳିଆ। ଆଉ ମୁଁ ଆଖି ଫିଟେଇକିରି ତମ ତେଜକୁ ଚାହିଁପାରୁନି ପ୍ରଭୁ। କରିବି କ'ଣ? ଦ୍ରଷ୍ଟୁଂ ନ ଶକ୍ନୁମଃ, ଦେଖିପାରୁନି ମୁଁ। ହତୌଜସ ମହାଭାଗ। ମୁଁ ବି ତେଜସ୍ୱୀ, କିନ୍ତୁ ହେ ମହାଭାଗ ମାନନୀୟୋଷି ଦେହିନାଂ। ତୁମେ ସମସ୍ତ ଶରୀରଧାରୀ ମର୍ତ୍ତ୍ୟବାସୀଙ୍କର ସମ୍ମାନାସ୍ପଦ ବ୍ୟକ୍ତି। ମୁଁ ଯାହା ଅନୁଭବ କରୁଛି, ତମ ଶରୀରରୁ ଜ୍ୟୋତି ବାହାରୁଛି। ଆଉ ଏବଂ ସମ୍ଭାଷିତ ରାଜ୍ञା ଭଗବାନ ଭୂତ ଭାବନ ପ୍ରତ୍ୟାହ ପ୍ରହସନ୍ ବାନ୍ୟା ମେଘନାଦ ଗଭୀରୟାଗା। ଏଇଭଳିଆ ସମ୍ଭାଷିତ, ଏଇଭଳିଆ ମୁଚୁକୁନ୍ଦ, ରାଜା ମୁଚୁକୁନ୍ଦ ଭଗବାନ ଭୂତ ଭାବନ, ସମସ୍ତ ଭୂତ ମାନେ 84 ଲକ୍ଷ ଜୀବଜନ୍ତୁଙ୍କର ଭଲ ମଙ୍ଗଳ ଚିନ୍ତା କରୁଥିବା ଭଗବାନ ମୁଚୁକୁନ୍ଦଙ୍କ ଦ୍ୱାରା ଏପରି କୁହାଯାଆନ୍ତେ। ପ୍ରହସନ୍, ହସି ଦେଇକିରି
ଭଗବାନ କୃଷ୍ଣ ମେଘ ଗମ୍ଭୀର ସ୍ୱରରେ କହିବାକୁ ଆରମ୍ଭ କଲେ। କ'ଣ କହିବେ ଦେଖିବା। ସେ ଭଗବାନ ଉବାଚ, ଭଗବାନ କହୁଛନ୍ତି ଜନ୍ମ କର୍ମାଙ୍ଗ ବିଧାନାନି ସନ୍ତି ମେ ଅଙ୍ଗ ସହସ୍ରଶଃ ନ ଶକ୍ୟନ୍ତେ ନୁ ସଂଖ୍ୟାତୁଂ ଅନନ୍ତତ୍ୱାତ୍ ମୟାପି। ଭଗବାନ କହୁଛନ୍ତି ଜନ୍ମ କର୍ମା ବିଧାନାନି ସନ୍ତି ମେ ଅଙ୍ଗ ସହସ୍ରଶଃ। ମୋର କ'ଣ କହିବି, ଅନେକ ଜନ୍ମ ଅନେକ କର୍ମ ଅଛି, ହଜାର 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 ଜନ୍ମ ହଜାର ହଜାର। ତାମାନେ ଯଦି ଦେଖିବା ଏ ସମସ୍ତ ଦୃଶ୍ୟମାନ ଜଗତ ହିଁ ମୁଁ। ତାପରେ ବିଭିନ୍ନ ସମୟରେ ଅନେକ ରୂପ, ବିଭିନ୍ନ ପ୍ରକାର ରୂପ ନେଇକରି ଜଗତକୁ ଉଦ୍ଧାର କରିବା ଲୋକ ମୁଁ। ତେଣୁ ମୋର ରୂପ ଅନେକ ଅସଂଖ୍ୟ, ନ ଶକ୍ୟନ୍ତେ ଅନୁସଂଖ୍ୟା, ମୁଁ ତାକୁ ଗଣି ଗଣିକି କହିପାରିବିନି। ଅନନ୍ତତ୍ୱାତ୍, କାରଣ ମୋର ନାଁ ଅନନ୍ତ। ଅନନ୍ତ ଶବ୍ଦର ଅର୍ଥ କ'ଣ? ମୋର ଅନ୍ତ ନାହିଁ, ଆଦି ନାହିଁ କି ଅନ୍ତ ନାହିଁ। ଏବଂ ଅନନ୍ତତ୍ୱାତ୍, କେତେ ଗଣିବି ନା, ମୋର କ'ଣ ନା, ଯେତେ ନାଁ କହିଲେ ସବୁଗୁଡ଼ାକ ମୁଁ। ଆଉ ତାହେଲେ ମୁଁ ତାକୁ ଗଣିକି କ'ଣ କହିବି? ମୋର ତ ଅନନ୍ତ ନାଁ, ଅନନ୍ତତ୍ୱାତ୍ ମୟାପି। ତେଣୁ ମୁଁ ନିଜେ ମୋ କଥା ବି କହିପାରୁନି। ମୁଁ ତ ସବୁ, ଆଉ କ'ଣଟେ କହିବି? ତିନି କାଳରେ ଯେତେ ଯିଏ ଅଛନ୍ତି, ଯିଏ ଆସିବେ, ଯିଏ ବର୍ତ୍ତମାନ ଅଛନ୍ତି, ଆଗରୁ ଥିଲେ, ସମସ୍ତଙ୍କ କଥା ମୁଁ ଜାଣେ। କ୍ୱଚିତ୍ ରଜାଂସି ବିମମେ ପାର୍ଥିବାନି ଉରୁଜନ୍ମଭି ଗୁଣ କର୍ମାଙ୍ଗା ବିଧାନାନି ନମେ ଜନ୍ମାନି କରିଛି। ଭଗବାନ ସୁନ୍ଦର କଥା ଗୋଟେ କହିଲେ, ଏ ପୃଥିବୀର ଧୂଳିକଣା ଗଣିତ ହେବନି, ହୁଏତ ତାକୁ ଜଣେ କିଏ ଗଣି ଦେଇପାରେ, କିନ୍ତୁ ମୋର ଗୁଣ ଏବଂ କର୍ମ ଜନ୍ମ ଜନ୍ମାନ୍ତର ଲାଗିକିରି କିଏ ଗଣିପାରିବ ନାହିଁ। ପୃଥିବୀର ଧୂଳିକଣା ଗଣି ହେଇଯାଇପାରେ, ସିଏ ବି ଗଣି ହେବନି, କିନ୍ତୁ ଗୋଟେ କୁହାଯାଉଛି, ଉଦାହରଣ ଦେଇକି ପ୍ରଭୁ କହିଲେ ପୃଥିବୀର ଧୂଳିକଣାକୁ ହୁଏତ ଗଣିଦେବ, କିନ୍ତୁ ମୋର ଜନ୍ମ କର୍ମକୁ ହିସାବ କରିବା ଅସମ୍ଭବ କଥା। ତାପରେ କାଳତ୍ରୟୋପପନ୍ନାନି ଜନ୍ମ କର୍ମାଣି ମେ ନୃପ ଅନୁକ୍ରମନ୍ତୋ ନୈବାନ୍ତଂ ଗଚ୍ଛନ୍ତି ପରମର୍ଷୟଃ। କାଳତ୍ରୟୋପପନ୍ନାନି ଜନ୍ମ କର୍ମାଣି ମେ ନୃପ କହିଲେ, ହେ ରାଜନ୍, କିଏ ସେ? ସ୍ୱୟଂ ଭଗବାନ କହୁଛନ୍ତି। କାହାକୁ? ମୁଚୁକୁନ୍ଦକୁ। ସେ ରଜା ନା, ମାନ୍ଧାତାଙ୍କର ପୁଅ। ତେଣୁ କହିଲେ, ହେ ରାଜନ୍, ତିନି କାଳରେ ତିନି କାଳ, ଅତୀତ ବର୍ତ୍ତମାନ ଭବିଷ୍ୟତ, କାଳତ୍ରୟୋପପନ୍ନାନି, ମୋର ଜନ୍ମ ଏବଂ କର୍ମ ମୋର ବର୍ତ୍ତମାନ ଜନ୍ମ କର୍ମ ନାମ ସମ୍ବନ୍ଧରେ କହୁଛି ଶୁଣ। ତ୍ରିକାଳ ସିଦ୍ଧ ଜନ୍ମ ଓ କର୍ମ ବିଷୟରେ ବର୍ଣ୍ଣନା କରି ଚାଲିଛନ୍ତି। ସକଳ ମାନେ ସନକ ସନନ୍ଦ ସନାତନ ସନତ୍କୁମାର ନାରଦ, ଏସବୁ ଯେଉଁ ବ୍ରହ୍ମାଙ୍କର ମାନସ ପୁତ୍ର, ଏମାନେ ମୋ ସମ୍ପର୍କରେ ଜାଣିଛନ୍ତି। ଋଷିଗଣ ମୋର ତ୍ରିକାଳ ସିଦ୍ଧ ଜନ୍ମ ଓ କର୍ମ ବିଷୟରେ ବର୍ଣ୍ଣନା କରି ଚାଲିଛନ୍ତି, ସରୁନି। ଚତୁଃସନ ନାରଦ ପ୍ରଭୃତି ମୋର ଶ୍ରେଷ୍ଠ ମୁନି ଋଷିମାନେ, ଯେଉଁମାନେ ଗୃହସ୍ଥାଶ୍ରମ ଭିତରେ ନାହାନ୍ତି, କେବଳ ଈଶ୍ୱର ଚିନ୍ତନରେ ରହିଛନ୍ତି, ସେମାନେ ମୋର ଗୁଣଗାନ କରି ଚାଲିଛନ୍ତି, କିନ୍ତୁ ସରୁ ନାହିଁ। ତଥାପି ଅଦ୍ୟତନାନ୍ୟଙ୍ଗ ଶୃଣୁଷ୍ବ ଗଦତ୍ୱ ମମ ବିଜ୍ଞାପିତୋ ବିରିଞ୍ଚେନ
ତଥାପି ଅଦ୍ୟତନାନି ଅଙ୍ଗ ଶୃଣୁସ୍ୱ ଗଦତୁ ମମ। ତଥାପି ମୁଁ ନାମକର୍ମ ବିଷୟରେ କହୁଛି, ତୁମେ ଶୁଣ। ବିଜ୍ଞାପିତ ବିରିଞ୍ଚେନ ପୁରା ଅହଂ ଧର୍ମ ଗୁପ୍ତଏ। ବିରିଞ୍ଚ ମାନେ ବ୍ରହ୍ମା। ବ୍ରହ୍ମା ମୋତେ ଧର୍ମ ରକ୍ଷା କରିବା ପାଇଁ କହିଲେ। ମାନେ ପୃଥିବୀ ଦୁର୍ଜନମାନଙ୍କ ଦ୍ୱାରା ଦୁଷ୍ଟ କ୍ଷତ୍ରିୟମାନେ ବର୍ତ୍ତମାନ ରାଜା, ଧର୍ମ ନାହିଁ, ପ୍ରଜାପାଳନ ନାହିଁ, ସେଗୁଡ଼ାକ କେବଳ ଉପଭୋଗରେ ମାତିଛନ୍ତି ନିଶାଦ୍ରବ୍ୟ ସେବନ କରି। ତେଣୁ ପୃଥିବୀ ଭାରାକ୍ରାନ୍ତ, କାନ୍ଦୁଛନ୍ତି। ଏ କଥା ବ୍ରହ୍ମା ମୋତେ କହିବାରୁ ବାଧ୍ୟ ହୋଇକରି ଦୁର୍ଜନମାନଙ୍କୁ ବିନାଶ କରି ସଜ୍ଜନଙ୍କର ପାଳନ ନିମିତ୍ତ ଭୂମେ ଭାରାୟମାଣାନାଂ ଅସୁରାଣାଂ କ୍ଷୟାୟଚ। ଭୂମିକି ଭାରାକ୍ରାନ୍ତ କରୁଥିବା, ତାଙ୍କର ଅତ୍ୟାଚାର ଦ୍ୱାରା ପୃଥିବୀ ବର୍ତ୍ତମାନ ଭାରାକ୍ରାନ୍ତ ହୋଇଯାଇଛନ୍ତି। ତେଣୁ ଭାରାକ୍ରାନ୍ତ କରୁଥିବା ରାକ୍ଷସଙ୍କୁ ବିନାଶ କରିବା ପାଇଁ ବ୍ରହ୍ମାଙ୍କ ନିର୍ଦ୍ଦେଶରେ, ସେ କହିବା ଅନୁସାରେ ମୁଁ ବର୍ତ୍ତମାନ ଅବତାର ନେଇଛି। ଏତିକି ମୋ ବିଷୟରେ ପରିଚୟ ଜାଣ, କାରଣ ମୋତେ କେହି ବର୍ଣ୍ଣନା କରିପାରିବେନି କ'ଣ ହେଇଛି କ'ଣ ନାହିଁ। ଅବତୀର୍ଣ୍ଣ ଯଦୁକୂଳେ ଗୃହ ଆନକ ଦ୍ୱନ୍ଦ୍ୱ ହେ। ପଚାରିଲ ତ ତମ ଘର କେଉଁଠି, ବାପା ମା କିଏ, ସବୁ କହୁଛି ଶୁଣ। ବର୍ତ୍ତମାନ ମୁଁ ଅବତାର ନେଇଛି, ଅବତୀର୍ଣ୍ଣ ଯଦୁକୂଳେ। ଅବତାର ନେଇଛି କେଉଁଠି ନା ଯଦୁବଂଶରେ, ଆଉ ମଥୁରାରେ। ମୁଁ ଆନକ ଦୁନ୍ଦୁଭି ମାନେ ବସୁଦେବଙ୍କର ପୁଅ। ବଦନ୍ତି ବାସୁଦେବ, ବସୁଦେବଙ୍କ ପୁଅ ହେଇଥିବାରୁ ମୋତେ ସବୁ ବାସୁଦେବ ବାସୁଦେବ ବି କହନ୍ତି। ଇତି ବସୁଦେବ ସୁତଂ ହିମାଂ। ତେଣୁ ସେ ବସୁଦେବ ନନ୍ଦନ, ମୋତେ ବସୁଦେବ ନନ୍ଦନ କୃଷ୍ଣ ବୋଲିକିରି ଜାଣ। କାଳ ନେମି ହତଃ କଂସ ପ୍ରଳମ୍ବାଦ୍ୟାଶ୍ଚ ସଦୃଶଃ ଅୟଞ୍ଚ ଯବନୋଦଗ୍ଧଃ ରାଜନ୍ତେ ତୀକ୍ଷ୍ଣଚକ୍ଷୁଷା। ତାହେଲେ କାଳ ନେମି ହତଃ କଂସ। କଂସ କାଳନେମିଟାକୁ ମାରିଥିଲା। କାଳନେମି ଗୋଟେ ରାକ୍ଷସ। କାଳନେମି ହତଃ କଂସ। କାଳନେମି ରାକ୍ଷସ ଆଗରୁ ଥିଲା, ତାକୁ ପ୍ରଭୁ ମାରିକିରି କିନ୍ତୁ ମୁକ୍ତି ହେଇନଥିଲା। ସେଇ ଗୋଟା କଂସ ହେଇଛି। ପ୍ରଳମ୍ବାଦ୍ୟାଶ୍ଚ ସଦୃଶଃ, ଏ କ'ଣ? ଏ ଭିତରେ ମୁଁ କଂସ ରୂପରେ ଜନ୍ମ ହୋଇଥିବା କାଳନେମି, ସେ କାଳନେମି ରାକ୍ଷସଟା କଂସ ହେଇଛି। ତେଣୁ ତାକୁ ମୁଁ ମାରିଛି ଏବଂ ତା ଦ୍ୱାରା ପ୍ରେରିତ ପ୍ରଳମ୍ବ ପ୍ରଭୃତି ଅନେକ ରାକ୍ଷସଙ୍କୁ ମଧ୍ୟ, ଯେଉଁମାନେ ସଦୃଶ ସଜ୍ଜନମାନଙ୍କର ସହିତ ଶତ୍ରୁତା କରନ୍ତି, ସାଧୁସନ୍ଥଙ୍କୁ ବିନାଶ କରନ୍ତି, ସେଇଭଳିଆ ପ୍ରଳମ୍ବ ପ୍ରଭୃତି ଅନେକ ରାକ୍ଷସଙ୍କୁ ମାରିଛି। ଆଉ କାଳନେମି ରାକ୍ଷସର ରୂପ ନେଇଥିବା କଂସକୁ ମଧ୍ୟ ମାରିଛି। ଅୟଞ୍ଚ ଯବନ ଦଗ୍ଧ ରାଜନ୍ତେ ତୀକ୍ଷ୍ଣ ଚକ୍ଷୁଷା। ଆଉ ବର୍ତ୍ତମାନ ଏଇ ଯବନ ତ ସେଇଠି କାଳ ଯବନ ଆସିଥିଲା ମୋ ସାଙ୍ଗରେ ଯୁଦ୍ଧ କରିବ ବୋଲି, ଆଉ ସେ ତ ଆପଣଙ୍କର ଆଖିର, ଆପଣଙ୍କର ନେତ୍ର ଜ୍ୟୋତି ଦ୍ୱାରା ଦଗ୍ଧ ହୋଇକରି ପାଉଁଶ ହେଇଗଲା। ଏମିତି ରାକ୍ଷସମାନଙ୍କୁ ବିନାଶ କରିବା ପାଇଁ ମୁଁ ଅବତାର ନେଇଛି, ସେଇ କଥା କରୁଛି। ଆଉ କ'ଣ କରିବି? ତେଣୁ ସୋହମ୍ ତବାନୁଗ୍ରହାର୍ଥମ୍ ଗୁହାମେତାଙ୍ଗୁପାଗତଃ ପ୍ରାର୍ଥିତଃ ପ୍ରଚୁରମ୍ ପୂର୍ବମ୍ ତ୍ୱୟା ଅହମ୍ ଭକ୍ତବତ୍ସଳ। ଏଠି ଭଗବାନ କି ସୁନ୍ଦର ଭାବରେ ପ୍ରମାଣ କରୁଛନ୍ତି ସେ କେମିତିକା, ତାଙ୍କର ଗୁଣ କ'ଣ। କହିଲେ ସୋହମ୍ ତବ ଅନୁଗ୍ରହାର୍ଥମ୍। ତେମେ ମୋତେ ଡାକୁଥିଲ କି ତୁମର ତେଣୁ ଶୋଇଥିଲ, କିନ୍ତୁ ବହୁ ପୂର୍ବରୁ ତୁମର ତପସ୍ୟାର ବହୁତ ତପସ୍ୟା ଥିଲା। ତେଣୁ ମୁଁ ଭକ୍ତବତ୍ସଳ ତ ଅହମ୍ ଭକ୍ତ ପରାଧୀନ। ଭକ୍ତବତ୍ସଳ ହେଇଥିବା ହେତୁରୁ ତ୍ୱୟା ଅହମ୍ ପୂର୍ବମ୍ ପ୍ରଚୁରମ୍ ପ୍ରାର୍ଥିତ। ତୁମେ ବହୁ ପୂର୍ବରୁ ଯୁଦ୍ଧ କରୁଥିଲ ଆସିକିରି ଦେବତାମାନଙ୍କ ସପକ୍ଷରେ, ରାକ୍ଷସ ବଧ କରିଛ, କିନ୍ତୁ ତା ପୂର୍ବରୁ ତୁମେ ବହୁତ ତପସ୍ୟା କରିଛ ମୋତେ ପାଇବା ପାଇଁ। ତେଣୁ ମୁଁ ତ ଭକ୍ତବତ୍ସଳ, କ'ଣଟେ କରିବି? ତେଣୁ ତୁମକୁ ଅନୁଗ୍ରହ କରିବା ପାଇଁ ଗୁହାଙ୍ଗୀତାଙ୍ଗୁପାଗତ, ଏଇ ଗୁଫା ଭିତରେ ବସିଥିଲି। ମୋର ସବୁ ଗୋଟାଏ କାମ ନୁହଁ, ଅନେକ କାମ ଥାଏ। ଏକରେ କାଳ ଯବନ ମରିବ, ଦ୍ୱିତୀୟରେ ତୁମକୁ ଅନୁଗ୍ରହ କରିବି। ଏଥିପାଇଁ ଏଠିକି ବସିଲି। ବରାନ୍
ବୃଣିସ୍ୱ ରାଜର୍ଷେ ସର୍ବାନ କାମାନ ଦଦାମିତେ। ଥରେ ଆସିକିରି ତୁମ ମାଧ୍ୟମରେ ମୋର ଗୋଟେ କାର୍ଯ୍ୟସିଦ୍ଧି ହେଇଗଲା, ମାନେ ଦୁର୍ଜନ ରାକ୍ଷସ ବିନାଶ, ମୁଁ ହେଲେ ତାକୁ କିଏ ମାରିପାରିନଥାନ୍ତେ। ତେଣୁ ଏ ପ୍ରକାର ହେଇଯିବା ଫଳରେ ବର୍ତ୍ତମାନ ବହୁତ ବହୁତ ଖୁସି ମୁଁ ଆପଣଙ୍କ ଉପରେ। ବରମ ବୃଣିସ୍ୱ, ମୁଁ ଆସିଛି ମାନେ ବର ଦେଇକିରି ଯିବି ନା, ଆଉ କ'ଣ? ମୁଁ ତ ଜଣେ ବର ଦେବାର ଅଧିକାର ମୋର ଅଛି। ତେଣୁ ବର୍ତ୍ତମାନ ତୁମେ ବର ମାଗିନିଅ, ଯାହା କାମନା କର ସବୁ ଦେଇଦେବା। ମାଗ୍ ପ୍ରପନ୍ନ ଜନ କଶ୍ଚିତ୍ ନ ଭୂୟ ଅର୍ହତି ଶୋଚିତୁ। ମୋତେ ପାଇଯାଇଥିବା କୌଣସି ବ୍ୟକ୍ତି ଆଉ କୌଣସି ବିଷୟରେ କୌଣସି ଜିନିଷ ପାଇବା ପାଇଁ ଯେମିତି ଚିନ୍ତା ନ କରିବ, କାରଣ ମୁଁ ତ ସବୁକିଛି ଦେଇଦେବି ମୁକ୍ତି ପର୍ଯ୍ୟନ୍ତ। ଆଉ ମୋତେ ପାଇଲା ପରେ ଯଦି ଆଉ କାହାକୁ ପୁଣି ମାଗ, ଏଇଟା ବଳି କହିଥିଲେ ବାମନଙ୍କୁ, ଠିକ୍ ସେ କଥା ଏଇଠି ପ୍ରଭୁ କହୁଛନ୍ତି। ମାଗ୍ ପ୍ରପନ୍ନ ଜନ, କୌଣସି କାରଣରୁ ଧ୍ୟାନସ୍ଥ ହେଇ ଯୋଗ ତପସ୍ୟା କ'ଣ କରିକି ଯଦି ମୋତେ ପାଇଯାଏ, ତାହେଲେ ଭୂୟ ସିଏ ଆଉ କେବେ ଆଉ କାହାକୁ ମାଗିବା, ଆଉ କାହା ମାଧ୍ୟମରେ କିଛି ପାଇବା ସିଏ ଆଶା ରଖିବ ନାହିଁ। କାରଣ ମୁଁ ସବୁ ଦେଇପାରିବି, ଆଉ ତେବେ କ'ଣ ମାଗୁଛ ମାଗ, ମୁଁ ଦେଇଦେବା। ସେ ଶୁକୋବାଚ ଇତି ଉକ୍ତ ତମ୍ ପ୍ରଣମ୍ୟ ଆହ ମୁଚୁକୁନ୍ଦ ମଦାନ୍ୱିତ ଜ୍ଞାତ୍ୱା ନାରାୟଣମ୍ ଦେବମ୍ ଗର୍ଗ ବାକ୍ୟଂ ଅନୁସ୍ମରନ୍। ବର୍ତ୍ତମାନ ମୁଚୁକୁନ୍ଦ ମନେ ମନେ ସିଦ୍ଧାନ୍ତ କରି ନେଇଗଲେ ଯେ ଇଏ ସ୍ୱୟଂ ଦେବଦେବ ନାରାୟଣ, ଇଏ ଦେବଂ ନାରାୟଣମ୍, ଇଏ ଦେବତା ନାରାୟଣ, ଇଏ ଗର୍ଗ ମୁନିଙ୍କ କଥା ମୋର ମନେ ପଡ଼ୁଛି। ସିଏ କହିଥିଲେ ଇଏ ନାରାୟଣଙ୍କ ଭଳିଆ, ଆଉ ତେଣୁ ଇଏ ତ ନାରାୟଣ ସ୍ୱୟଂ ଆଉ ଅବତାର ନେଇଛନ୍ତି, ଆଉ ବୁଝିଗଲି। ଇତ୍ୟୁକ୍ତ ତମ୍ ପ୍ରଣମ୍ୟ, ଏକଥା ବିଚାର କରି ମୁଚୁକୁନ୍ଦ ଆନନ୍ଦରେ ଗଦଗଦ ହେଇଗଲେ ଏବଂ ତାଙ୍କୁ ପ୍ରଣାମ କରିକିରି କହୁଛନ୍ତି। ମୁଚୁକୁନ୍ଦ ବାଚ, କ'ଣ ମାଗିବେ ଦେଖିବା। ବିମୋହିତ ଅୟଂ ଜନ ଈଶ ମାୟୟା ତୁଦୀୟୟା ତ୍ୱାଙ୍ଗ ଭଜତ୍ୟନର୍ଥ ଦୃକ୍। କି ପାଠ ଆଜି, ଚମତ୍କାର ସ୍ତୁତି। ଆଉ ସୁଖାୟ ଦୁଃଖ ପ୍ରଭବେଷୁ ସଜ୍ଜତେ ଗୃହେଷୁ ଯୋଷିତି ପୁରୁଷଶ୍ଚ ବଞ୍ଚିତ। ଚମତ୍କାର ଚଟକଣିଏ କହିଲେ ବିମୋହିତ ଅୟଂ ଜନ ଈଶ ମାୟୟା। କହିଲେ ହେ ଭଗବାନ, ଆପଣଙ୍କର ମାୟା ଦ୍ୱାରା ଜନ, ସବୁ ଜନମାନେ ଯେଉଁମାନେ ଜନ୍ମ ହୋଇଛନ୍ତି ସଂସାରରେ କି ମର୍ତ୍ତ୍ୟ ଲୋକରେ ଜାତ ହୋଇଥିବା ସମସ୍ତ ବ୍ୟକ୍ତି ବିଶେଷ ଆପଣଙ୍କର ମାୟାରେ ମୋହିତ ହୋଇକରି ଅଛନ୍ତି। ମାୟା ଏତେ ଭୟଙ୍କର, ସେଗୁଡ଼ାଙ୍କର ଜ୍ଞାନ ବୁଦ୍ଧି ବିବେକ ସବୁ ହଜିଯାଇଛି। ଖାଲି ତ ମୋର, ଆଉ ଝିଅର ମୋର, ଇଏ ସ୍ତ୍ରୀ ମୋର, ପୁଅ ମୋର, ଟଙ୍କା ପଇସା ମୋର, ଏମନ୍ତ ମୋର ମୋର ହୋଇ ମରୁଅଛନ୍ତି ଗାଁରେ ଭାଇ। ସବୁ ଲୋକ ଏଠି ଆଉ ସବୁ ମୋର ମୋର ହେଇକି ପାଗଳ ହେଇଗଲେଣି। ତେଣୁ ତୁଦୀୟୟା ତ୍ୱାଂ ନ ଭଜତ୍ୟନର୍ଥ ଦୃକ୍। ତୁଦୀୟୟା ମାୟୟା, ଆପଣଙ୍କର ମାୟାରେ ଜଡ଼ିତ ହୋଇ ମଣିଷ ମୋର ମୋର ହେଇକି ମରୁଛନ୍ତି, କିନ୍ତୁ ଅନର୍ଥର କାରଣ, ଅନର୍ଥ ହଟିବାର କାରଣ ଆପଣଙ୍କୁ ସ୍ମରଣ କଲେ, କିନ୍ତୁ ସେ କଥା ଆପଣଙ୍କୁ ଭଜନ କରିବା କାହାକୁ ଦିଶୁନି। ତେଣୁ ସୁଖାୟ ଦୁଃଖ ପ୍ରଭବେଷୁ ସଜ୍ଜତେ, ସୁଖ ପାଇବା ଲୋଭରେ ଗୃହଧନ୍ଦାରେ ମାତୁଛନ୍ତି, କିନ୍ତୁ ସୁଖାୟ ଦୁଃଖ ପ୍ରଭବେଷୁ ସଜ୍ଜତେ, ସୁଖ ପାଇବା ପାଇଁ ଅନେକ କଠିନ ଦୁଃଖ କରୁଛନ୍ତି। ସୁଖ ଇଚ୍ଛାରେ ବର୍ତ୍ତମାନ ଏ ପ୍ରକାର ଖରା ଗୁଳୁଗୁଳି ହେଉଛି, କିନ୍ତୁ ଲୋକ ଟଙ୍କା 500 ପାଇବ ବୋଲି ଇଏ ଖରାରେ ଠିଆ ହେଇକିରି କାମ କରୁଛି। ତେଣୁ ସୁଖ ପାଇଁ କ'ଣ ତା ନା ସୁଖ? ତାହେଲେ ଇଏ ଯେଉଁ ଦୁଃଖ ଯନ୍ତ୍ରଣା ଦେଇକିରି ନିଜକୁ ମୃତ୍ୟୁ ମୁଖରେ ପକାଇକିରି କଠିନ ପରିଶ୍ରମ କରୁଛି ସୁଖ ପାଇଁ, ନେଇକି ଏ ସୁଖଟା କ'ଣ? ଇଏ ଖରାରେ ତଳେ ସିଝିଥିବ, ଆଉ ସୁଖ କ'ଣ ପାଇବ? ତେଣୁ ସୁଖ ପାଇବା ପାଇଁ ମଣିଷ ଏଠି ଅନେକ ଦୁଃଖଦ କର୍ମରେ ଜଡ଼ିତ ହୋଇକି ରହୁଛି।
ଗୃହେଷୁ ଯୋଷିତି ପୁରୁଷଶ୍ଚ ବଞ୍ଚିତଃ। ସବୁ ଦୁଃଖର ମୂଳ କାରଣ ଏହି ରୂପେ ସ୍ତ୍ରୀ ପୁରୁଷ ସମସ୍ତେ ଠକାମିରେ ପଡ଼ିଯାଇଛନ୍ତି। ସବୁ ସ୍ତ୍ରୀ ପୁରୁଷ ଯୋଡ଼ି ଯୋଡ଼ି ହେଇକିରି ସଂସାର କରି ସୁଖ ପାଇବା ଲକ୍ଷ୍ୟରେ ସଂସାର ଭିତରେ ମାତିଛନ୍ତି, କିନ୍ତୁ କେବଳ ଦୁଃଖ ହିଁ ଦୁଃଖ ଭୋଗୁଛନ୍ତି। ଦୁଃଖ ହଟିବା ପାଇଁ କାରଣ ଯଦିଓ ଆପଣଙ୍କ ଚିନ୍ତନ, ସେ କଥା ଆଦୌ କରିପାରୁନାହାନ୍ତି, କାରଣ ଆପଣଙ୍କର ଯୋଗମାୟାର ପ୍ରଭାବରେ ସବୁ ସେନ୍ସଲେସ୍ ଚେତାବିହୀନ ହେଇକିରି ପଡ଼ିଛନ୍ତି। ଏ କଥା ବତେଇଲେ ପ୍ରଭୁ କିଏ? ମୁଚୁକୁନ୍ଦ କହିଲେ ଲବ୍ଧ୍ୱା ଜନଃ ଦୁର୍ଲଭ ମତ୍ର ମାନୁଷମ୍ କଥଞ୍ଚିତ୍ ଅବ୍ୟଙ୍ଗମ୍ ଅଯତ୍ର ତୁ ଅନଘ ପଦାର ବିନ୍ଦଂ ନ ଭଜତି ଅସନମତି ଗୃହାମ୍ଭ କୂପେ ପତିତୋ ଯଥା ପଶୁ। ପଶୁ ଯଥା ଇଏ ମନୁଷ୍ୟ ଗୁଡ଼ାକ ଆଉ ଦିଗୋଡ଼ିଆ ମନୁଷ୍ୟ ହେଇକି ନାହାନ୍ତି ମ। ଆଉ କ'ଣ ହେଇଗଲେଣି ନା ପଶୁ ଭଳିଆ। ପଶୁଙ୍କର ଜ୍ଞାନ ବୁଦ୍ଧି ବିବେକ କିଛି ନାହିଁ। କ'ଣ କାମ ତାଙ୍କର? ଖାଲି ଖାଇବେ, ପେଟ ଫାଟିଗଲେ ମଧ୍ୟ ପୁଣି ଘାସ ଚୋଉଥିବେ। ତେଣୁ କେବଳ ଖାଇବେ, ପିଇବେ, ହଗିବେ, ମୁତିବେ, ବଂଶ ବିସ୍ତାର କରିବେ, ଠୋ ହେବେ, ମରିବେ, ହେଇଗଲା। ତେଣୁ ଏଇ ପଶୁ ଭଳିଆ ବର୍ତ୍ତମାନ ଗୃହ ରୂପକ ଅନ୍ଧକାରକୁ ପରେ ଇଏ କ'ଣ ଘର ଘର ଇଆ ନା, ଏ ହେଲା ଅନ୍ଧାରିଆ କୂଅଟେ। ତା ଭିତରେ ପଡ଼ିଲେ ଯେମିତି ତ୍ରାହି ତ୍ରାହି ଡାକୁଥିବ ମଣିଷ, କୁଆଡ଼େ ଯିବି, କ'ଣ କରିବି, କେମିତି ଉଦ୍ଧାର ୟା ଭିତରୁ, ସେମିତି କଷ୍ଟ ଭୋଗୁଛନ୍ତି ପଶୁ ଭଳିଆ। କହି କ'ଣ ହେଲା ନା ଲବ୍ଧ୍ୱା ଜନଃ ଦୁର୍ଲଭ ମତ୍ର ମାନୁଷମ୍। ଅତ୍ର ମାନେ ଏଇ ସଂସାରରେ ମନୁଷ୍ୟ ଜନ୍ମଟା ଦୁର୍ଲଭରେ, ଅର୍ଥାତ୍ ବଡ଼ ଦୁଃଖରେ ମିଳିଛି। ବହୁ କଷ୍ଟ କରିକି, ବହୁ ସାଧନା କରିବା ପରେ ମନୁଷ୍ୟ ଜନ୍ମ ଏଇ ସଂସାରରେ ମିଳେ। କଥଞ୍ଚିତ୍ ଅବ୍ୟଙ୍ଗଂ ଅଯତ୍ନ ତୁ ଅନଘ ଅଶେଷ ଜନ୍ମ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ ମୋହି ତଳେ। ଜଗନ୍ନାଥ ଦାସ ଲେଖିଛନ୍ତି ନାଇଁ କି? ମନୁଷ୍ୟ ଜୀବନ ଏତେ ପୂର୍ଣ୍ଣାଙ୍ଗ ଯେ ଏଥିରେ ଭଗବତ ଭଜନ କରିବା ନିମନ୍ତେ କୌଣସି ଅସୁବିଧା ନାହିଁ। କଥଞ୍ଚିତ୍ ଅବ୍ୟଙ୍ଗଂ ଅଯତ୍ନ ତୁ ଅନଘ। ବିନା ଯତ୍ନରେ ଭଗବାନଙ୍କୁ ଡାକି ହେବ। ଭଲ ଜନ୍ମ ଇଏ, ବହୁତ ତପସ୍ୟାର ଫଳ ଇଏ ମିଳିଛି, କିନ୍ତୁ ପଦାର ବିନ୍ଦଂ ନ ଭଜତି ଅସନମତି। ଏତେ ଦୁର୍ବୁଦ୍ଧି ମନୁଷ୍ୟ ଯେ ଯେକୌଣସି କର୍ମ, ସାଂସାରିକ କର୍ମ କରୁଥିଲା ଭିତରେ ମଧ୍ୟ ଭଗବାନଙ୍କୁ ସ୍ମରଣ କରିହେବ। ଏବଂ ଭଗବାନଙ୍କୁ ସ୍ମରଣ କରିବା ପାଇଁ କେବଳ ମନୁଷ୍ୟ ଜନ୍ମ ଦିଆଯାଏ। ଅନ୍ୟ କୌଣସି ଜନ୍ମ ପାଇଲେ ପ୍ରଭୁଙ୍କୁ ସାଧନା କରିପାରିବ, ପ୍ରଭୁଙ୍କୁ ଡାକିପାରିବ ନାହିଁ। 84 ଲକ୍ଷ ଜୀବଜନ୍ତୁ ଅଛନ୍ତି, କେହି ଭଗବାନଙ୍କୁ ଡାକିପାରିବେନି, କେବଳ ମନୁଷ୍ୟ ଡାକିପାରିବ। ତେଣୁ ମନୁଷ୍ୟ ଜନ୍ମ ଦିଆଯାଇଛି। ଇଏ ମନୁଷ୍ୟ ଜନ୍ମ ଦୁର୍ଲଭ, କିନ୍ତୁ ପ୍ରଭୁ କିଛି କିଏ ଡାକି ପାରୁନାହାନ୍ତି। କାହିଁକି ନା ସେ ଅନ୍ଧକାର କୂପ ଭିତରେ ପଡ଼ି, ସଂସାର ରୂପକ ଅନ୍ଧାରିଆ କୂଅ, ତା ଭିତରେ ପଡ଼ିକି ତ ଇଏ ସେଥିରୁ ଉଦ୍ଧାର ହେବ କେମିତି ଛଟପଟ ହେଉଛି ଆଉ ପଶୁ ଭଳିଆ। ଏ ହେଲା ମନୁଷ୍ୟର ହିସାବ। ମୁଚୁକୁନ୍ଦ ସ୍ତୁତି କରିବେ, ବଢ଼ିଆ ଜିନିଷ ଆସିବ। ଏତିକିରେ ଇଏ ଥାଆନ୍ତୁ।